କହିଥିଲି କଣ୍ଟା ପିଠା ପାଳଭୂତ ଚାଉଳ ବସ୍ତା କଣ୍ଟା ପିଟା ପାଳଭୂତ ମାନଙ୍କ ସବୁ କଣ୍ଟା ପିଠା ପାଳଭୂତ ଚାଉଳ ବସ୍ତା ବାଲା ଆଜି ସବୁ କଣ୍ଟା ପିଠା ପାଳଭୂତ ଚାଉଳ ବସ୍ତା ବାଲା ସବୁ କଣ୍ଟା ପିଠା ପାଳଭୂତ ଚାଉଳ ବସ୍ତା ବାଲାଙ୍କ ସମସ୍ତଙ୍କୁ ପ୍ରିୟ ନମସ୍କାର ମୁଁ ତ ବ୍ୟାସ ଆପଣ ଦେଖୁଛନ୍ତି ଜେପି ଓଡ଼ିଆ ଆପଣ ସମସ୍ତଙ୍କୁ ଜେପି ଓଡ଼ିଆ ଚ୍ୟାନେଲରେ ସ୍ୱାଗତ କରେ। ଆଜିର ଭିଡ଼ିଓ ବଢ଼ିଆ ଅନ୍ଧଭକ୍ତ ଗୋବରା ମାନେ କେମିତି ଆମ ଖ୍ରୀଷ୍ଟିଆନ ମାନଙ୍କୁ ତ ଚାଉଳ ବସ୍ତା କହୁଛନ୍ତି କଣ୍ଟା ପିଠା ବୋଲି କହୁଛନ୍ତି କିନ୍ତୁ ସେମାନେ ନିଜ ଧର୍ମକୁ ମଧ୍ୟ ସାଥିରେ ଯୋଡ଼ିକି ମଜାକ ଉଡ଼ାଉଛନ୍ତି ତାହା ପୁଣି କହୁଅଛନ୍ତି ପାଳଭୂତ। ହେଲେ ପାଳଭୂତ ଖ୍ରୀଷ୍ଟିଆନ ଯୀଶୁ ନା ଆଉ କିଏ ତାହା ମୁଁ ଆପଣଙ୍କ ସମ୍ମୁଖରେ ଏହି ଭିଡ଼ିଓରେ ଟିକେ ଏକ୍ସପ୍ଲାନେସନ୍ ଦେବା ପାଇଁ ଆସିଅଛି। ଆପଣମାନେ ଲେଟେଷ୍ଟ ଭିଡ଼ିଓରେ ଦେଖିଲେ ସେମାନେ କଣ୍ଟା ପିଠା ପାଳଭୂତ ଚାଉଳ ବସ୍ତା ମାନେ ସମସ୍ତଙ୍କର ଭିଡ଼ିଓ ଦେଖିବେ ଗୋଟେ ଟ୍ରେଣ୍ଡ ଚାଲିଛି ଖ୍ରୀଷ୍ଟିଆନ ମାନଙ୍କୁ ଅପମାନ କରିବା ପାଇଁ ମାନେ କଣ୍ଟା ପିଠା ଚାଉଳ ବସ୍ତା ପାଳଭୂତ ବୋଲି ପ୍ରତ୍ୟେକ ଭିଡ଼ିଓରେ ମାନେ କୁହନ୍ତି। ହେଲେ ଆଜି ଆପଣମାନେ ଜାଣିବେ ହେଲେ ପାଳଭୂତଟା କିଏ ହେଲେ ପାଳଭୂତଟା କିଏ ତାହା ଆପଣମାନେ ସନ୍ଦେହ କରୁଥିବେ କିନ୍ତୁ ଆସାନୀରେ ତାହାକୁ ବୁଝିପାରିବେ। କିନ୍ତୁ ତାହା ପୂର୍ବେ ଆଉ ଗୋଟେ ଭିଡ଼ିଓକୁ ନେଇକି ଆସିଛି ଯେଉଁ ବ୍ୟକ୍ତି ଜଣକ ପାଳଭୂତକୁ କେମିତି ବନାଉଥିଲେ ଆଉ କେମିତି କ'ଣ କରୁଥିଲେ ଖ୍ରୀଷ୍ଟିଆନ ମାନଙ୍କୁ ଅପମାନ କରିବା ପାଇଁ ସେ କେମିତି ଭିଡ଼ିଓ ପ୍ରସ୍ତୁତ କରୁଥିଲେ ତାହା ଆଣିଥିଲେ ଆଉ ତାହାର ବେଷ୍ଟ ରିପ୍ଲାଏ ଆମମାନଙ୍କର ଆଉ ଜଣେ ଖ୍ରୀଷ୍ଟିଆନ ଭାଇ ଦେଇଛନ୍ତି ତାହା ମଧ୍ୟ ଆପଣଙ୍କ ସମ୍ମୁଖରେ ମୁଁ ଦେଖେଇବି। ତାପରେ ମୁଁ ଆଗକୁ ଏକ୍ସପ୍ଲାନେସନ୍ କରିବି ଯେ ପାଳଭୂତ କେମିତି ତିଆରି ହୁଏ ଆଉ ପାଳଭୂତ କ'ଣ ଏମାନେ କେମିତି ଖ୍ରୀଷ୍ଟିଆନ ମାନଙ୍କୁ ଥଟ୍ଟା କରି କରି ପରିହାସ କରି କରି ନିଜର ଦେବାଦେବୀଙ୍କୁ ସୁଦ୍ଧା ପରିହାସ କରିବା ପାଇଁ ଭୁଲିଲେ ନାହିଁ। ତେବେ ଆସନ୍ତୁ ପ୍ରଥମେ ଆପଣ ଏ ଭିଡ଼ିଓକୁ ଦେଖନ୍ତୁ ଆଗକୁ ଆମେ କଥାବାର୍ତ୍ତା କରିବା। ଏ ପ୍ରକୃତରେ ଯୋଉ ପାଳଭୂତଟା କିଏ ଆରମ୍ଭ କରିଛି ଜାଣିଛ? ଏଟା ମୁଁ ଆରମ୍ଭ କରିଛି। ନା 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 ଆମେ ତ ଜମା ଜାଣିନଥିଲୁ ଆଉ କହ 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 କଣ କହିବାର ଅଛି କହ କହ। ଯେତେବେଳେ ମୁଁ ଛୋଟଟେ ହେଇଥିଲି ମୋ ବାପା ବିଲରେ ଧାନ ଚାଷ କରିଥିଲା ଯେ ମୋର ଗୋଟେ ଆଇଡିଆ ଆସିଲା ମୁଁ ଗୋଟେ ବାଉଁଶ ପୋତିକି ତାର ଏମିତି ବାଉଁଶ ଗୋଟେ ଦେଇକି ମୋର ନିଜ ସାର୍ଟ ତାକୁ ଦେଇକି ଗୋଟେ ମାଠିଆରେ ଆଖି ବାଗେଇକି ମୁଁ ବିଲରେ ଟାଙ୍ଗିଥିଲି କ'ଣ ପାଇଁ ନା ଯେ ବଗ ବସିବେନି ବୋଲି। ରାତି ପାଇଲା ବେଳକୁ ଦେଖିଲା ବେଳକୁ ସେଟା ଚୋରି ହେଇଯାଇଛି। ଆରେ ଏଟା ଚୋରି କ'ଣ ପାଇଁ ହେଇଯାଇଛି ନେଇଛି କିଏ? ତାପରେ ଏମିତି ଯାଇକି ଖୋଜି ଖୋଜି ଛଡ଼ା 2 ଦିନ ପରେ ଦେଖିଲା ବେଳକୁ ତାକୁ ଲୋକ ପୂଜା କରୁଛନ୍ତି। ମୋ ମୁଣ୍ଡ ପୁରା ଖରାପ ହେଇଗଲା। ଆରେ ମୁଁ ଗୋଟେ ପାଳଭୂତ ବାଗେଇଛି ତାକୁ ନେଇକି ଲୋକ ପୂଜା କରୁଛନ୍ତି। ଆଜ୍ଞା ଯଦି ମୁଁ ସେ ପାଳଭୂତକୁ ବାଗେଇଛି ଲୋକ ନେଇକି ତାକୁ ପୂଜା କରୁଛନ୍ତି ତାହେଲେ ମତେ କ'ଣ ପାଇଁ ଠାକୁର ମାନୁନାହାନ୍ତି? ଆପଣ ମାନେ ଏହାର ଉତ୍ତର ତମେ ଦେବ। ତ ଭାଇମାନେ ଆପଣ ମାନେ ଏବେ ଶୁଣିଲେ ଯେ ଗୋଟେ ପାଳଭୂତ ବନେଇଥିଲା ଆଉ ସେ ପାଳଭୂତକୁ ନେଇକି କିଏ ଗୋଟେ ତାକୁ ପୂଜା କଲା। ହେଲେ ପାଳଭୂତ ଜାଗାରେ ୟାକୁ ପୂଜା କରିବାର ଥିଲା ଏ ଅନ୍ଧଭକ୍ତ ଗୋବରଖିଆକୁ। ହେଲେ କ'ଣ କରିବା? ହେଲେ ୟାକୁ ପୂଜା କରୁନାହାନ୍ତି। ତ ମୁଁ এই ଭିଡ଼ିଓରେ ଗୋଟେ କଥା କହିବାକୁ ଚାହୁଁଛି ଭାଇରେ ତୁ ଯେ କୌଣସି ଧର୍ମକୁ ଅପମାନିତ କରିବା ପୂର୍ବରୁ ଭାବି ଚିନ୍ତା କରି କହ। ଯାହାକୁ ଆମେ ଯଦି ମା ଭଉଣୀ ଗାଳି ଗୁଳଜ ବା ଯାହା କିଛି ବି ଆମେ କହିଥାଉ ଜଣକୁ ଆଙ୍ଗୁଠି ଉଠେଇବା ପୂର୍ବରୁ ତୋର 3ଟା ଆଙ୍ଗୁଠି ତୋ ପାଖକୁ ଆସୁଛି यानी କି ତୋ ସାମ୍ନାକୁ ଆସୁଛି ତ ଭାବିନେ ତୁ ତାଙ୍କ ଠାରୁ 1 ଗୁଣ ଠାରୁ 3 ଗୁଣ ଖରାପ ବୁଝିଲୁ। ତ ସେଥିପାଇଁ ଯାହା କିଛି କହିବା ପୂର୍ବରୁ ପ୍ରଥମେ ଭାବି ଚିନ୍ତା କରି କହ। ଆଉ ଏ ଭିଡ଼ିଓକୁ ଦେଖିକି କିଛି ଅନ୍ଧଭକ୍ତ ମାନଙ୍କର ଗାଣ୍ଡି ଜଳାପୋଡ଼ା ହେବ ସେମାନେ ଆଉ ମା ଭଉଣୀ ଲେଖିବେ। ତ ସେଥିପାଇଁ ସେମାନେ ଯାହା ଲେଖିଲେ ବି ମୋର କିଛି ଫରକ ପଡ଼ିବନି। ମୁଁ ତତେ ଆହୁରି କିଛି ଗୋଟେ ବେଜିତ କରିକି ତତେ କହିଥାନ୍ତି ବଟ୍ ନାହିଁ ଇଚ୍ଛା ହଉନି। ତ ଯେତେ ମାଟିଲେ ମାଟେ ସେଦର ପୁଡ଼ା କାଟେ ତତେ ଯେତେ ବୁଝେଇଲେ ବୁଝିବୁନୁ କି ଅଙ୍ଗାରକୁ ରାନ୍ଧିଲେ କେବେ ସେ ଧଳା ହେବ ନାହିଁ। ତ ସେଥିପାଇଁ ଯେ ଗୋବର ଖାଇଛି ସେ ଗୋବର ହିଁ ଖାଇବ ଯେ ମୁତ ପିଇଛି ମୁତ ହିଁ ପିଇବ। ତ ସେଥିପାଇଁ ଜଣକୁ ଅପମାନିତ କରିବା ପୂର୍ବରୁ ନିଜ ଧର୍ମକୁ ଆଗେ ଦେଖେ। ତ ଏଇଟା ଟିକେ ରିପ୍ଲାଇ ଦେବୁରେ ଅନ୍ଧଭକ୍ତ। ଯେଉଁମାନେ ଖ୍ରୀଷ୍ଟିଆନ ମାନଙ୍କୁ ପାଳଭୂତ ବୋଲି କହୁଅଛନ୍ତି ହେଲେ ପାଳରୁ କ'ଣ ତିଆରି ହୁଏ ଆପଣ ଜାଣିଛନ୍ତି? ମୁଁ ଡାଇରେକ୍ଟ କହିବି ଏମାନେ ଯୀଶୁଙ୍କୁ ପାଳଭୂତ ବୋଲି କହୁଛନ୍ତି କିନ୍ତୁ ଏମାନେ ଜାଣିନାହାନ୍ତି ଯୀଶୁ ପାଳଭୂତ ନୁହନ୍ତି। ଆମେ ଯୀଶୁଙ୍କୁ ପାଳରେ ତିଆରି କରିକି ଉପରେ ମାଟି ଦେଇ କଲର ଦେଇ ତାହାଙ୍କୁ ଆମେ ପୂଜା କରୁନୁ କିନ୍ତୁ ତମେ କ'ଣ କରୁଛ? ହିନ୍ଦୁ ଧର୍ମରେ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ପାଳରେ ତିଆରି କରାଯାଉଛି।
ମାଟି ଦିଆଯାଉଛି, କଲର କରାଯାଉଛି, ତାପରେ ତମେ ପୂଜା କରୁଛ। ମାନେ ଖ୍ରୀଷ୍ଟିଆନ ମାନେ ଯଦି ତମକୁ ପାଳଭୂତ କହିଲେନି, ତେଣୁକରି ତମେ ବାଧ୍ୟ ହଉଛ ଯେ ଖ୍ରୀଷ୍ଟିଆନ ମାନେ କାହିଁ ଆମକୁ କିଛି କହିଲେ ନାହିଁ, ଆମେ ହିଁ ଖ୍ରୀଷ୍ଟିଆନ ମାନଙ୍କୁ ଯଦି କହିଦେବୁ ପାଳଭୂତ, ତେବେ ସେମାନେ ଅଟୋମେଟିକ୍ ବୁଝିଯିବେ ଆମର ଦେବାଦେବୀ ମାନେ ପାଳରୁ ତିଆରି ହେଉଛନ୍ତି। ଆଉ ସେଇ ଖ୍ରୀଷ୍ଟିଆନ ମାନେ ଡାଇରେକ୍ଟ ଆମକୁ କହିବେ ପାଳଭୂତ। ହେଲେ କ'ଣ ହେବ? ସେମାନେ ଆମ ଧର୍ମ ବିରୁଦ୍ଧରେ କହିବେ, ଆମେ ତାଙ୍କ ଧର୍ମ ବିରୁଦ୍ଧରେ କହିବୁ। ମାନେ ଏହି ହିନ୍ଦୁ ଭାଇମାନେ କମ୍ ସେ କମ୍ ମ୍ୟାଚର ପିଲାମାନେ ଅଛନ୍ତି, କମ୍ ସେ କମ୍ 30-35 ବର୍ଷର ମଧ୍ୟ ହିନ୍ଦୁ ଭାଇମାନେ ଅଛନ୍ତି, ଯେଉଁମାନେ ଏମିତିକିଆ ଭିଡ଼ିଓ ବନାଉଛନ୍ତି ଧର୍ମ ନାମରେ। ଭାଇରେ ବୁଝି ଯାଅ, ସୁଧୁରି ଯାଅ। ପାଳଭୂତ ତୁମେ କାହାକୁ କହୁଛ? ତମ ଧର୍ମରେ ଯେତେ ଦେବାଦେବୀ ତମେ ପୂଜା କରୁଛ, ବନଉଛ, ପାଳରୁ ବନଉଛ ତ ତାହାଙ୍କୁ ତମେ ଡାଇରେକ୍ଟ ପାଳଭୂତ ବୋଲି କହୁଛ, ପରିଚୟ ଦଉଛ। ଆଉ ତମେ ଖ୍ରୀଷ୍ଟିଆନ ମାନଙ୍କୁ ତ କଣ୍ଟା ପିଟା କହିଲ, ଚାଉଳ ବସ୍ତା କହିଲ, ଏକ୍ସଟ୍ରା ଆଉ ଗୋଟେ ତମ ଦେବାଦେବୀଙ୍କୁ ସେଇଟା ଯୋଡ଼ିକି ଆହୁରି ନିନ୍ଦା ଅପମାନ କରୁଛ। ବାରେ ବା, ବାରେ ବା। ଏଠାରେ ଆପଣ କୁହନ୍ତୁ ପାଳରୁ କିଏ ତିଆରି ହୁଏ? ହେଲେ ଖ୍ରୀଷ୍ଟିଆନ ମାନେ ତ ପାଳଭୂତ କହୁନାହାନ୍ତି। ଠିକ୍ ଅଛି, ତମେ ହିଁ ଲଗେଇ ଦେଉଛ, ଲଗାଉଥାଅ। ଆଉ ଏମିତି ହିଁ ପାଳଭୂତ ହଉଥାଅ। ଆଉ ତମର ଧର୍ମର ମଜାକ ଖୁବ୍ ଉଡ଼ାଅ ତମେ। ଆଉ ପାଳରୁ କିଏ ତିଆରି ହୁଏ ସମସ୍ତେ ଭଲରେ ଜାଣିଛନ୍ତି। ଆଉ এই ଭିଡ଼ିଓ ଦେଖିଲା ପରେ ହୋଇପାରେ ଅନେକଙ୍କୁ ଧାର୍ମିକ ଆଘାତ ଲାଗିବ, କିନ୍ତୁ ଭାଇମାନେ ଆପଣ ଥରେ ବିଚାର କରନ୍ତୁ, ଖ୍ରୀଷ୍ଟିଆନ ମାନେ ପାଳରୁ ଭଗବାନଙ୍କୁ କି କାହାକୁ ତିଆରି କରିକି ବନାନ୍ତି ନାହିଁ। ଆଉ ଜଣେ ଭାଇ ଜଣକୁ ଯିଏ ବନେଇଲେ, ସେ କହୁଛନ୍ତି ମୁଁ ପାଳଭୂତ ତିଆରି କଲି, ଧାନରେ ରଖିଦେଲି, ଏମିତି ସେମିତି। ଗୋଟେ ପିଲା ଜଣେ ଭିଡ଼ିଓ ବନେଇଥିଲା ଲାଷ୍ଟ ଟାଇମ୍, ଆମେ ପାଳଭୂତ ଯୀଶୁଙ୍କୁ ବନେଇକି ଆମେ ଧାନ ବିଲରେ ରଖିଥାଉ, ସେ ଧାନ ଫସଲ ଜଗି ଦେବୁ, ଏମିତି ଭିଡ଼ିଓ ବନେଇଥିଲା। ତାପରେ ଏମାନେ ସମସ୍ତେ ତାର କପି କଲେ। ହେଲେ ଜାଣିବାର ଅଛି ଯେ ପାଳରୁ କିଏ ତିଆରି ହେଉଛି, ଆଉ ତମେ କାହାକୁ ପୂଜା କରୁଛ। ଆଜି ଏମାନେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିଆନ ମାନଙ୍କୁ ଯେ ଖ୍ରୀଷ୍ଟିଆନ ମାନେ ମଧ୍ୟ ଆମ ପଛରେ ଲାଗନ୍ତୁ। ଯେମିତି ଏମାନେ ଖ୍ରୀଷ୍ଟିଆନ ପଛରେ ଲାଗିଛନ୍ତି, ସେମିତି ଏମାନେ ଖ୍ରୀଷ୍ଟିଆନ ମାନଙ୍କୁ ବାଧ୍ୟ କରୁଛନ୍ତି ଯେ ତମେ ମଧ୍ୟ ଆମ ପଛରେ ଲାଗ, ଆମ ଦେବାଦେବୀଙ୍କୁ କୁହ ବୋଲି ଏମାନେ ବାଧ୍ୟ କରୁଛନ୍ତି। ଯାହାଫଳରେ ଆମକୁ ଏମାନଙ୍କୁ ଭଲରେ ବୁଝେଇ ସୁଝେଇକି କହିବାକୁ ପଡ଼ୁଛି। ହେଲେ ଆପଣ କୁହନ୍ତୁ ପାଳଭୂତ କିଏ? ଭିଡ଼ିଓକୁ ଟିକେ ବହୁତ ମାତ୍ରାରେ ସେୟାର କରିବେ। ଯେଉଁମାନେ ପାଳଭୂତ ହେଉଛନ୍ତି ସେମାନେ ଏକ୍ଜାକ୍ଟ ନିହାତି ଭାବରେ ଏହି ଭିଡ଼ିଓରେ ବୁଝିପାରିବେ। ତେବେ ଆପଣ ଏହି ଭିଡ଼ିଓ ସମ୍ପର୍କରେ କ'ଣ କହିବେ? ଆପଣଙ୍କର ମତାମତ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଲେଖି ଜଣାଇବେ। ତେବେ ଭିଡ଼ିଓକୁ ବେଶୀ ଲମ୍ବା ନ କରି ଏତିକିରେ ସମାପ୍ତ କରୁଅଛି। ନେକ୍ସଟ ଭିଡ଼ିଓ ପାଇଁ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖାଇବା ଆଗାମୀ ଭିଡ଼ିଓରେ। ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ ଅଲ୍।